ଷ୍ଟଡି ପଏଣ୍ଟ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ, ଆଜି ଆମେ ମାତୃଭୂମି ଟପିକ୍ଟିର ସମସ୍ତ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଆଲୋଚନା କରିବା। ତ ଯଦି ଭିଡ଼ିଓଟିକୁ ଲାଇକ୍ କରିନିଅ ତାହେଲେ ସମସ୍ତେ ଲାଇକ୍ କରିନିଅ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନିଅ, ଆଉ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିନିଅ, ଅଲ୍ ନୋଟିଫିକେସନକୁ ଅନ୍ କରିନିଅ। ତାହେଲେ ଦେଖ ପିଲାମାନେ, 1 ନମ୍ବର ଆସ କବିତା ଗୁଡ଼ିକୁ ଭଲ ଭାବରେ ପଢ଼ିବା। ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। ମୁଁ ବୁଝିବାରେ ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦିଅ। ବାଳକଟିଏ ନିଜ ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ କେଉଁଠି ରହିଥାଏ? ଅପସନ୍ ଅନ୍ୟ ଗ୍ରାମରେ, ଅନ୍ୟ ପଡ଼ାରେ, ଅନ୍ୟ ରାଜ୍ୟରେ, ଅନ୍ୟ ଦେଶରେ। ତାହେଲେ ଗ ହେଇଯିବ ଏହାର ଉତ୍ତର। ପିଲାମାନେ, ମୁଁ ଷ୍ଟାର ଚିହ୍ନ ଦେଇଦେଇଛି, ଦେଖ ଅନ୍ୟ ରାଜ୍ୟରେ ହେବ। 2 ନମ୍ବର ନିମ୍ନଲିଖିତ କେଉଁ ସ୍ଥାନକୁ ବାଳକଟି ସ୍ୱର୍ଗଠାରୁ ଅଧିକ ବୋଲି ମନେ କରିଥାଏ? ନିଜ ଗ୍ରାମ, ନିଜ ପଡ଼ା, ନିଜ ଦେଶ, ନିଜ ରାଜ୍ୟ। ତାହେଲେ ଉତ୍ତର ହେବ ନିଜ ଦେଶ। 3 ନମ୍ବର କବିତାଟି କେଉଁ ଭାବଧାରା ଉପରେ ଆଧାରିତ? ବିଶ୍ୱପ୍ରୀତି, ଦେଶପ୍ରୀତି, ଜନ୍ମଭୂମି ପ୍ରୀତି, ଜାତି ପ୍ରୀତି। ଏହାର ଉତ୍ତର ହେବ ଗ, ଜନ୍ମଭୂମି ପ୍ରୀତି। କ୍ୱେଶ୍ଚିନ୍ ନମ୍ବର 4, କବିତାରେ ଅଜ୍ଞାନ ବୋଲି କେଉଁମାନଙ୍କୁ କୁହାଯାଇଛି? ମାତୃଭୂମି ପ୍ରତି ମମତା ଥିବା ବ୍ୟକ୍ତିଙ୍କୁ, ମାତୃଭୂମି ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ, ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ, ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ। ଏହାର ଉତ୍ତର ହେବ ଗ ନମ୍ବର, ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ। ଖରେ ଷ୍ଟାର ଦେଇଦେଇଛି, କିନ୍ତୁ ଉତ୍ତର ଗ ହେବ ପିଲାମାନେ। ଖ ନମ୍ବର, ତୁମ ସାଙ୍ଗମାନେ ଉପରିଲିଖିତ ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ବାଛି ଦେଇପାରନ୍ତି। ତୁମେ ଏହି ଉତ୍ତର ଗୁଡ଼ିକ କାହିଁକି ବାଛିଲ, ତାହା ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର। ଉତ୍ତର ଲେଖିବ। ଆମେ କବି ଗଙ୍ଗାଧର ମେହେରଙ୍କ ମାତୃଭୂମି କବିତାର ମୂଳ ବିଷୟବସ୍ତୁ ଏବଂ ନିଜ ଦେଶ ଓ ଭାଷା ପ୍ରତି ଥିବା ଭଲ ପାଇବାକୁ ଭିତ୍ତି କରି ଏହି ଉତ୍ତର ଗୁଡ଼ିକ ବାଛିଲୁ। ଏହି କବିତାରେ ବର୍ଣ୍ଣନା କରାଯାଇଛି ଯେ ନିଜ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ଏବଂ ଯାହା ମନରେ ନିଜ ମାତୃଭୂମି ଓ ମାତୃଭାଷା ପାଇଁ ମମତା ନାହିଁ, ସେ ଅଜ୍ଞାନ ଅଟେ। ସାଙ୍ଗମାନଙ୍କ ସହ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଆଲୋଚନା କରିବା ଦ୍ୱାରା ଦେଶପ୍ରେମ ସମ୍ପର୍କରେ ସମସ୍ତଙ୍କର ନିଜସ୍ୱ ଭାବନା ବିଷୟରେ ଜାଣିବାକୁ ମିଳିଲା। କବିତାର ପଦଗୁଡ଼ିକୁ ଆଲୋଚନା କର। ନିମ୍ନରେ ଦିଆଯାଇଥିବା ପଦ୍ୟାଂଶକୁ ଭଲ ଭାବରେ ପଢ଼ିବା, ଚିନ୍ତା କରିବା ଓ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖିବା। କ, ଆପଣା ଗ୍ରାମର ନଦୀ, ପୁଷ୍କରଣୀ, ବଗିଚା ଆଦି ସକଳ ଆପଣାର ବୋଲି କହେ, ପୁଣି ସେହି ସବୁକୁ ମଣଇ ଭଲ। ସରଳାର୍ଥ ଲେଖିବା ପିଲାମାନେ। ଆପଣା ... ଭଲ ଏହିପରି ଲେଖିବ। ଉକ୍ତ ପଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ମାତୃଭୂମି ପଦ୍ୟରୁ ଉଦ୍ଧୃତ। ଏଠାରେ କବି ପ୍ରତ୍ୟେକ ମନୁଷ୍ୟର ନିଜ ଗ୍ରାମ ପ୍ରତି ଥିବା ସ୍ନେହ ଓ ଆତ୍ମୀୟତାକୁ ପ୍ରଦର୍ଶିତ କରିଛନ୍ତି। ମଣିଷ ଯେତେବେଳେ ନିଜ ଗ୍ରାମଠାରୁ ଦୂରରେ ରହେ, ସେତେବେଳେ ନିଜ ଗ୍ରାମର ନଦୀ, ପୁଷ୍କରଣୀ, ବଗିଚା ଇତ୍ୟାଦି ପ୍ରାକୃତିକ ପରିବେଶକୁ ନିଜର ମନେ କରେ। ସେହିସବୁ ସ୍ଥାନ ଓ ବସ୍ତୁ ସହିତ ତା'ର ଆତ୍ମୀୟତା ବୃଦ୍ଧି ପାଇଥାଏ। କବି ଏହି ପଂକ୍ତି ମାଧ୍ୟମରେ ମନୁଷ୍ୟ କିପରି ନିଜ ଗ୍ରାମରେ ପ୍ରକୃତି ଓ ପରିବେଶ ପ୍ରତି ଭଲ ପାଇବା ରହିଥାଏ, ତାହା ଦର୍ଶାଇଛନ୍ତି। ପ୍ରସଙ୍ଗଟି ଶିକ୍ଷଣୀୟ ଅଟେ। ଖ ନମ୍ବର, ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି, ଚହୋତର ଜ୍ଞାନ କରେ ଅବନୀର ମାନବ ସମାଜ ପ୍ରତି। ଜ୍ଞାନ ବଳେ ... ମାନବ ସମାଜ ପ୍ରତି। ଉକ୍ତ ପଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ମାତୃଭୂମି କବିତାରୁ ଉଦ୍ଧୃତ। ଏଠାରେ ସ୍ୱଭାବକବି ମନୁଷ୍ୟର ଜ୍ଞାନ ଓ ବିଶ୍ୱବ୍ୟାପୀତ୍ୱ ଭାବନାକୁ ପ୍ରଦର୍ଶିତ କରିଛନ୍ତି। ମନୁଷ୍ୟ ବଡ଼ ହୋଇ ଉପଯୁକ୍ତ ଶିକ୍ଷା ଲାଭ କଲା ପରେ ସେ ବୁଝିପାରେ ଯେ ଏ ବିରାଟ ପୃଥିବୀ ସ୍ରଷ୍ଟା ହେଉଛନ୍ତି ବିଶ୍ୱଜିତା ଭଗବାନ। ସମସ୍ତ ମଣିଷ ତାଙ୍କର ସୃଷ୍ଟି। ପୃଥିବୀର ସମସ୍ତ ଲୋକ ଏକ ପରିବାରର ସଦସ୍ୟ ପରି। ତା'ର ଭାବନା ଗ୍ରାମ, ରାଜ୍ୟ ଓ ଦେଶରୁ ଉନ୍ନୀତ ହୋଇ ସମଗ୍ର ବିଶ୍ୱ ଆଡ଼କୁ ଅଗ୍ରସର ହୋଇଥାଏ। ଏହି ଭାବନା ଯୋଗୁଁ ସମଗ୍ର ପୃଥିବୀର ମାନବ ସମାଜକୁ ସେ ଭ୍ରାତା ସଦୃଶ ମନେକରେ। ମନୁଷ୍ୟର ଭାବନା ବସୁଧୈବ କୁଟୁମ୍ବକମ୍ ଆଧାରରେ ପରିପୃଷ୍ଟ ହୋଇଥାଏ। ପ୍ରସଙ୍ଗଟି ବାସ୍ତବରେ ଶିକ୍ଷାମୂଳକ ଅଟେ। ଗ ନମ୍ବରଟା ପିଲାମାନେ ଦେଖ, ଲେଖିବ। ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନ୍ମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ? ମାତୃଭୂମି ... କାହିଁ? ଉକ୍ତ ପଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ମାତୃଭୂମି ପଦ୍ୟରୁ ଉଦ୍ଧୃତ। ଏଠାରେ ସ୍ୱଭାବକବି ଗଙ୍ଗାଧର ମେହେର ମାତୃଭୂମି ଓ ମାତୃଭାଷାକୁ ଶ୍ରେଷ୍ଠତ୍ୱର ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ମନୁଷ୍ୟ ନିଜ ମାତୃଭାଷା ମାଧ୍ୟମରେ ନିଜ ସଂସ୍କୃତି, ପରମ୍ପରା ଓ ସମାଜ ସହ ଜଡ଼ିତ ରହେ। ମାତୃଭାଷାରେ ନିଜ ଭାବନା, ଚିନ୍ତା ଓ ଅନୁଭୂତିକୁ ସହଜ ଓ ସ୍ଫୂର୍ତ୍ତି ସହ ପରିପ୍ରକାଶ
କରିପାରେ। ସେହିପରି ମାତୃଗର୍ଭରୁ ପଡ଼ି ପ୍ରଥମେ ଯେଉଁଠାରେ ମନୁଷ୍ୟ ଭୂମି ସ୍ପର୍ଶ କରିଥାଏ, ସେଠାରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ଲାଭ କରେ। ସେହି ସ୍ଥାନ ହିଁ ତା'ର ମାତୃଭୂମି। ଏହି ଉଭୟ ପ୍ରତି ମନୁଷ୍ୟର ଗଭୀର ଆକର୍ଷଣ ରହିଥାଏ। ଯେଉଁ ମନୁଷ୍ୟ ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ସ୍ନେହ ମମତା ନଥାଏ, ସେ ଯେତେ ବଡ଼ ଶିକ୍ଷିତ ହେଲେ ମଧ୍ୟ ତାକୁ ଜ୍ଞାନୀ ଭାବରେ ଗଣନା କରାଯିବା ଉଚିତ ନୁହେଁ। ସ୍ୱଭାବକବିଙ୍କର ଏହି ଉକ୍ତିଟି ଓଡ଼ିଆ ଭାଷା ସାହିତ୍ୟରେ ଚିରଚାଞ୍ଚଲ୍ୟମାନ। ମିଳିମିଶି ଯୋଡ଼ିବା। କବିତାର କିଛି ପାଦ ବା ଧାଡ଼ି କ ସ୍ତମ୍ଭରେ ଦିଆଯାଇଛି। ସେହି ପାଦ ବା ଧାଡ଼ିଗୁଡ଼ିକ ଠିକ୍ ଅର୍ଥ କ ସ୍ତମ୍ଭରେ ଦିଆଯାଇଛି। ପାଦ ବା ଧାଡ଼ିଗୁଡ଼ିକର ଅର୍ଥ ରେଖାଚିହ୍ନ ଦ୍ୱାରା ଯୋଡ଼। କ ସ୍ତମ୍ଭ ଦେଖ। କ ସ୍ତମ୍ଭରେ ମଧ୍ୟ ଦେଇଛି ପିଲାମାନେ। 1 ନମ୍ବର ଦେଖ। ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତା'ର ଘର। ଏହାର ଉତ୍ତର ହେବ ଖ ସ୍ତମ୍ଭର 4 ନମ୍ବରଟା। ଲେଖିବ ନିଜର ଜନ୍ମସ୍ଥାନକୁ ସ୍ୱର୍ଗଠାରୁ ଅଧିକ ବୋଲି ଭାବିଥାଏ। 2 ନମ୍ବର। ଏହାର ଜ୍ଞାନ ବଳେ ଜାଣେ ସମସ୍ତଙ୍କର ଜନକ ଜଗତପତି। ଏହାର ଉତ୍ତର ହେବ ଖ ସ୍ତମ୍ଭର 3 ନମ୍ବର। ସେ ଯେତେବେଳେ ନିଜ ଜ୍ଞାନ ବଳରେ ଜାଣେ ଜଗତପତି ସମସ୍ତଙ୍କର ପିତା ଅଟନ୍ତି। 3 ନମ୍ବର। ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢା ଯାଏ ସବୁ ତା ରାଜ୍ୟରେ ଭଲ। ଏହାର ଉତ୍ତର ହେବ ଖ ସ୍ତମ୍ଭର 2 ନମ୍ବରଟା। ତା ରାଜ୍ୟର ହାତୀ, ଘୋଡ଼ା, ଛେଳି ଓ ମେଣ୍ଢା ସଭିଏଁ ଭଲ ଅଟନ୍ତି। 4 ନମ୍ବର। ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦୟ ଜନ୍ମି ନାହିଁ। ଏହାର ଉତ୍ତର ହେବ ଖ ସ୍ତମ୍ଭର 1 ନମ୍ବରଟା। ଯାହା ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ମମତା ଜନ୍ମି ନାହିଁ। ମାତୃଭୂମି ପ୍ରତି ମମତା। ଏହି କବିତାରେ ବାଳକଟିର ହୃଦୟରେ ମାତୃଭୂମି ପ୍ରତି ଭଲ ପାଇବା ସୃଷ୍ଟି ହେବା ଉଚିତ। ବସୁଧୈବ କୁଟୁମ୍ବକମ୍ ଭାବନାର ଉଦ୍ରେକ କରାଯାଇଛି। ବିଶ୍ୱକୁ ଭଲ ପାଇବା ପାଇଁ କେଉଁ କେଉଁ ଗୁଣର ଆବଶ୍ୟକତା ରହିଛି? ତୁମେ ପଠିତ କବିତାରୁ କାହିଁକି ଏହି ଗୁଣଗୁଡ଼ିକ ଗ୍ରହଣ କଲ? ପ୍ରଥମେ ଗୁଣଗୁଡ଼ିକ ସହିତ ରେଖାଚିତ୍ର ଦ୍ୱାରା ଯୋଡ଼ ଏବଂ ସାଙ୍ଗମାନଙ୍କ ସହିତ ଆଲୋଚନା କର। ପ୍ରତ୍ୟେକ ଭାବନାକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ। ଯେମିତି ଗୁଣଗୁଡ଼ିକ ଦେଇଛି ପିଲାମାନେ ପଢ଼ି ନେବ। ମା, ମାଟି ଓ ମାତୃଭାଷାରେ ଏମିତି ସବୁ ଏଗୁଡ଼ାକ ତୁମେ ପଢ଼ି ନେବ ପିଲାମାନେ ଗୁଣଗୁଡ଼ିକ। ତାପରେ ଦେଖ ଆନ୍ସରକୁ ଯିବା। କବିତାଟିରେ ବାଳକ ହୃଦୟରେ ପ୍ରଥମେ ମାତୃଭୂମି ପ୍ରତି ଭଲ ପାଇବା ଜନ୍ମ ନେଇଛି ଓ ପରେ ସେହି ଭାବନା ଧୀରେ ଧୀରେ ବିସ୍ତାରିତ ହୋଇ ସମଗ୍ର ବିଶ୍ୱକୁ ନିଜ ପରିବାର ବୋଲି ମନେ କରିବାର ଧାରଣା ଅର୍ଥାତ୍ ବସୁଧୈବ କୁଟୁମ୍ବକମ୍ ଭାବନା ଜନ୍ମ ନେଇଛି। ବିଶ୍ୱକୁ ଭଲ ପାଇବା ପାଇଁ ମଣିଷ ମନରେ କିଛି ଉତ୍ତମ ଗୁଣ ରହିବା ଆବଶ୍ୟକ। ସେଗୁଡ଼ିକ ହେଲା ଜ୍ଞାନ, ସହନଶୀଳତା, ସାମ୍ୟଭାବ, ପରୋପକାର ଓ ମାନବିକତା। ଯେତେବେଳେ ମଣିଷ ବୁଝିପାରେ ଯେ ବିଶ୍ୱର ସମସ୍ତ ବ୍ୟକ୍ତି ଈଶ୍ୱରଙ୍କର ସନ୍ତାନ, ସେତେବେଳେ ସେ ସମସ୍ତଙ୍କୁ ଭାଇ ଭଉଣୀ ପରି ମନେ କରେ ଓ ସମଗ୍ର ବିଶ୍ୱ ପ୍ରତି ସ୍ନେହ ଓ ଆତ୍ମୀୟତା ରଖେ। ଭାବିଚିନ୍ତି ଲେଖ। କବିତାଟିକୁ ଭଲ ଭାବରେ ପଢ଼, ବୁଝ ଓ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। କ ନମ୍ବର। ବାଳକଟି ପଡ଼ୋଶୀ ପଡ଼ାକୁ କେତେବେଳେ ଆପଣାର ମଣିଥାଏ? ଆନ୍ସର। ବାଳକଟି ଯେତେବେଳେ ନିଜ ପଡ଼ାରୁ ବାହାରି ଅନ୍ୟ ପଡ଼ାରେ ବିଚରଣ କରେ, ସେତେବେଳେ ସେ ପଡ଼ୋଶୀ ପଡ଼ାକୁ ମଧ୍ୟ ଆପଣାର ମନେ କରେ। ଓକେ। କ ନମ୍ବର ଦେଖ। ନିଜ ଗ୍ରାମର କେଉଁ ପରିବେଶକୁ ବାଳକଟି ଭଲ ପାଇଥାଏ? ଆନ୍ସର। ବାଳକଟି ନିଜ ଗ୍ରାମର ନଦୀ, ପୋଖରୀ, ବଗିଚା ଇତ୍ୟାଦି ପ୍ରାକୃତିକ ପରିବେଶକୁ ବହୁତ ଭଲ ପାଇଥାଏ। ସେ ଏହିସବୁକୁ ନିଜର ବୋଲି ଭାବେ ଓ ସେଗୁଡ଼ିକ ପ୍ରତି ଗଭୀର ସ୍ନେହ ଅନୁଭବ କରେ। ଗ। ବାଳକଟି କାହାକୁ ସକଳ ସୁଖର ଆକର ବୋଲି ମନେ କରିଛି? ଉତ୍ତର। ବାଳକଟି ନିଜ ରାଜ୍ୟକୁ ସକଳ ସୁଖର ଆକର ବୋଲି ମନେ କରିଛି। ସେ ଭାବେ ଯେ ତା ନିଜ ରାଜ୍ୟରେ ସମସ୍ତ ଭଲ ଜିନିଷ ରହିଛି ଓ ସେଠାରେ ସମସ୍ତ ସୁଖ ଓ ଆନନ୍ଦ ମିଳିଥାଏ। ଖ ନମ୍ବର। ସ୍ୱର୍ଗଠାରୁ ଅଧିକ ସୁଖକର ବୋଲି କେଉଁ ସ୍ଥାନକୁ କୁହାଯାଏ? ଉତ୍ତର। ମନୁଷ୍ୟ ପାଇଁ ନିଜ ଜନ୍ମଭୂମି ବା ଦେଶ ସ୍ୱର୍ଗଠାରୁ ମଧ୍ୟ ଅଧିକ ସୁଖକର ଓ ପ୍ରିୟ। ଏହି ଭାବକୁ ପ୍ରକଟିତ କରୁଥିବା ଉକ୍ତିଟି ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଅର୍ଥାତ୍ ମା ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ। ମ ନମ୍ବର। ବିଶ୍ୱର ପିତା ବୋଲି କବିତାରେ କାହାକୁ କୁହାଯାଇଛି? ଉତ୍ତର। ଭଗବାନଙ୍କୁ ବିଶ୍ୱର ପିତା ବୋଲି କବିତାରେ କୁହାଯାଇଛି କାରଣ ସେ ହେଉଛନ୍ତି ଏ ଜଗତର ସୃଷ୍ଟିକର୍ତ୍ତା। ଚ। ସହୋଦର ଜ୍ଞାନ ବଳରେ ବାଳକଟି କେଉଁ ଶିକ୍ଷା ଗ୍ରହଣ କରିଥାଏ? ଉତ୍ତର। ସହୋଦର ଜ୍ଞାନ ବଳରେ ବାଳକଟି ବିଶ୍ୱ ଭାତୃତ୍ୱ ଭାବନା ଗ୍ରହଣ କରିଥାଏ। ବିଶ୍ୱର ମାନବ ସମାଜକୁ ସେ ଭାଇ ଭଉଣୀ ବୋଲି ମନେ କରିଥାଏ। ଛ। ଅଜ୍ଞାନ କାହାକୁ କୁହାଯାଏ? ଉତ୍ତର। ନିଜ ମାତୃଭୂମି ଓ ମାତୃଭାଷା ପ୍ରତି ଯେଉଁ ବ୍ୟକ୍ତି ହୃଦୟରେ ମମତା ନଥାଏ, ତାହାକୁ ଅଜ୍ଞାନ ବୋଲି କୁହାଯାଏ। ଦେଖ ଅନୁମାନ ଓ କଳ୍ପନା।
ସାଙ୍ଗମାନଙ୍କ ସହ ଆଲୋଚନା କର। ତୁମ ମାତୃଭୂମିକୁ ତୁମେ ଭଲ ପାଇବାକୁ ହେଲେ ତୁମର କେଉଁ ଗୁଣଗୁଡ଼ିକ ବଦଳାଇବା ଦରକାର? ତାହେଲେ ଏହାର ଉତ୍ତର ଦେଖ। କ ନମ୍ବରର ମାତୃଭୂମିକୁ ସତରେ ଭଲ ପାଇବାକୁ ହେଲେ ମନୁଷ୍ୟକୁ ନିଜର ଖରାପ ଗୁଣଗୁଡ଼ିକୁ ବଦଳାଇବା ଆବଶ୍ୟକ। ସ୍ୱାର୍ଥପରତା, ଆଳସ୍ୟ, ଅସତ୍ୟ ଓ ଦୁର୍ନୀତି ପରି ଗୁଣଗୁଡ଼ିକୁ ଛାଡ଼ି ମନୁଷ୍ୟ ସତ୍ୟବାଦୀ, ପରିଶ୍ରମୀ ଓ ଦେଶପ୍ରେମୀ ହେବା ଆବଶ୍ୟକ। ସେହିପରି ଲୋକମାନଙ୍କ ସହିତ ସହଯୋଗ ଓ ସଦ୍ଭାବ ରଖିବା, ନିୟମ ଓ ଶିଷ୍ଟାଚାରଗୁଡ଼ିକୁ ମଧ୍ୟ ମାନିବା ଆବଶ୍ୟକ। ଏହିପରି ଭଲ ଗୁଣଗୁଡ଼ିକୁ ଆପଣାଇଲେ ମନୁଷ୍ୟ ନିଜ ମାତୃଭୂମିକୁ ଭଲ ପାଇପାରିବ ଓ ଦେଶର ଉନ୍ନତିରେ ଅବଦାନ ଦେଇପାରିବ। ଠିକ୍ ଅଛି, ଆଗକୁ ଯିବା। ଦେଖ ପିଲାମାନେ, ଖ ନମ୍ବର, ଯଦି ତୁମକୁ ସମ୍ପୂର୍ଣ୍ଣ ନିଜ ଦେଶକୁ ବୁଲିବାର ସୁଯୋଗ ଦିଆଯାଏ, ତେବେ ତୁମେ କେଉଁ ସ୍ଥାନକୁ ଅଧିକ ଭଲ ପାଇବ? ଭଲ ପାଇବାର କାରଣଗୁଡ଼ିକ ଲେଖ। ଉତ୍ତର ଦେଖ ପିଲାମାନେ, ଯଦି ମୋତେ ସମ୍ପୂର୍ଣ୍ଣ ଭାରତ ବୁଲିବାର ସୁଯୋଗ ମିଳେ, ତେବେ ମୁଁ ପୁରୀକୁ ଯିବାକୁ ଅଧିକ ପସନ୍ଦ କରିବି। ମୁଁ ଏଠାରେ ପୁରୀ ଲେଖିଛି, ତୁମେ ସେମିତି ଅନ୍ୟ ଜାଗାର ନାମ ମଧ୍ୟ ଲେଖିପାରିବ ପିଲାମାନେ, ଯେଉଁଟା ତୁମକୁ ପସନ୍ଦ, ହେଲା କି? ସେମିତି ପୁରୀ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳ। ଏଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ସମଗ୍ର ଭାରତରେ ପବିତ୍ର ମନ୍ଦିର ରୂପେ ପରିଚିତ ଓ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସନ୍ତି। ପୁରୀର ସମୁଦ୍ର ତଟ, ସକାଳ ଓ ସନ୍ଧ୍ୟାର ଦୃଶ୍ୟ ଖୁବ୍ ଆକର୍ଷଣୀୟ ବୋଧ ହୁଏ। ପୁରୀରେ ପାଳିତ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହି କାରଣରୁ ପୁରୀ ମୋର ସବୁଠାରୁ ପ୍ରିୟ ସ୍ଥାନ। ଗ ନମ୍ବର, ଏହି କବିତାଟି ପଢ଼ିବା ପରେ ନିଜ ମାତୃଭୂମି ସମ୍ପର୍କରେ କ'ଣ ଅନୁଭବ କରୁଛ, ତାକୁ ନେଇ ଏକ ଅନୁଚ୍ଛେଦ ଲେଖ। ତାହେଲେ ଦେଖ ପିଲାମାନେ, ଉତ୍ତର ଲେଖିବ। ଗଙ୍ଗାଧର ମେହେରଙ୍କ ମାତୃଭୂମି କବିତା ପଢ଼ିଲା ପରେ ନିଜ ମାତୃଭୂମି ପ୍ରତି ଗଭୀର ଭଲ ପାଇବା ଓ ଗର୍ବ ଅନୁଭବ କରିହୁଏ। ମାତୃଭୂମି ଆମ ପାଇଁ ମାତା ସମାନ, କାରଣ ସେ ଆମକୁ ଜନ୍ମ ଦେଇଥାଏ, ଲାଳନ ପାଳନ କରେ ଓ ଜୀବନର ପ୍ରଥମ ଶିକ୍ଷା ଦେଇଥାଏ। ଏହି କବିତା ପଢ଼ିଲା ପରେ ନିଜ ଦେଶର ପ୍ରକୃତି, ସୌନ୍ଦର୍ଯ୍ୟ, ନଦୀ, ପର୍ବତ, ଜଙ୍ଗଲ ଓ ସଂସ୍କୃତି ପ୍ରତି ଆଦର ଜାଗୃତ ହୁଏ। ଘ ନମ୍ବର, ବିଶ୍ୱକୁ ଭଲ ପାଇବା ପାଇଁ କେଉଁ କେଉଁ ଗୁଣଗୁଡ଼ିକର ଆବଶ୍ୟକତା ରହିଛି? ଉତ୍ତର, ବିଶ୍ୱକୁ ଭଲ ପାଇବା ପାଇଁ ମଣିଷ ମନରେ କିଛି ଉତ୍କୃଷ୍ଟ ଗୁଣ ଥିବା ଆବଶ୍ୟକ। ପ୍ରଥମେ ଦୟା ଓ କରୁଣା ଭାବ ଥିବା ଦରକାର, ଯାହାଦ୍ୱାରା ମଣିଷ ସମସ୍ତ ପ୍ରାଣୀ ଓ ମଣିଷଙ୍କୁ ସମାନ ଭାବେ ଭଲ ପାଇଥାଏ। ସେହିପରି ସହାନୁଭୂତି ଥିଲେ ଅନ୍ୟମାନଙ୍କ ସୁଖ ଦୁଃଖକୁ ବୁଝିବା ସମ୍ଭବ ହୁଏ। କ୍ଷମାଶୀଳତା ଓ ସହନଶୀଳତା ମଣିଷକୁ ଅନ୍ୟମାନଙ୍କ ଭୁଲକୁ କ୍ଷମା କରିବା ଓ ଭିନ୍ନ ମତକୁ ସମ୍ମାନ କରିବାର ଶିକ୍ଷା ଦେଇଥାଏ। ମ ନମ୍ବର, ଯଦି ତୁମକୁ ଏହି କବିତାର ମୁଖ୍ୟ ବିଷୟବସ୍ତୁକୁ ନେଇ ପୋଷ୍ଟର ତିଆରି କରିବାକୁ ହୁଏ, ତେବେ ତୁମେ କେଉଁ ପ୍ରତୀକ, ପ୍ରତିଛବି ଏବଂ ଶବ୍ଦ ବ୍ୟବହାର କରିବ, ସଂକ୍ଷେପରେ ବୁଝାଅ। ଯଦି ମୁଁ ଏହି କବିତାକୁ ନେଇ ଏକ ପୋଷ୍ଟର ତିଆରି କରେ, ତେବେ ମାତୃଭୂମିର ପ୍ରତୀକ ଭାବରେ ଦେଶର ମାନଚିତ୍ର ଏବଂ ବିଶ୍ୱ ଭାତୃତ୍ୱର ପ୍ରତୀକ ଭାବରେ ଏକ ପୃଥିବୀର ଚିତ୍ର ବ୍ୟବହାର କରିବି। ପ୍ରତିଛବି ଭାବରେ ଆମ ଗାଁର ସୁନ୍ଦର ପ୍ରାକୃତିକ ପରିବେଶ କିମ୍ବା ପୃଥିବୀର ସମସ୍ତ ଲୋକ ଏକାଠି ମିଳିମିଶି ରହୁଥିବାର ଦୃଶ୍ୟ ଆଙ୍କିବି। ଏହା ସହିତ ପୋଷ୍ଟରରେ ଲୋକଙ୍କୁ ଜାଗ୍ରତ କରିବା ପାଇଁ ମାତୃଭୂମି ସ୍ୱର୍ଗଠାରୁ ମହାନ, ବସୁଧୈବ କୁଟୁମ୍ବକମ୍ ଏବଂ ଆମ ମାତୃଭାଷା ଆମର ଗର୍ବ ଭଳି ପ୍ରେରଣାଦାୟକ ଶବ୍ଦଗୁଡ଼ିକ ଲେଖି ରେଖା ଦ୍ୱାରା ଶବ୍ଦ ସହ ଶବ୍ଦ ଗଢ଼। ଦେଖ ପିଲାମାନେ, ଅବନୀ ଦେଇଛି, ଅବନୀର ଆଉ ସେମିତି ନାମ ଗୁଡ଼ିକ ତୁମେ ଲେଖିବ। ଧରା, ମହୀ, ବସୁନ୍ଧରା, ମେଦିନୀ, ଧରିତ୍ରୀ, ପୃଥିବୀ, ବସୁଧା, ଏପରି ପ୍ରତିଶବ୍ଦ ଗୁଡ଼ିକ। ଠିକ୍ ଅଛି, ତାହେଲେ ଦେଖ ସୃଜନଶୀଳତା। କ, କବିତାଟିରେ ନିଜ ଘରଠାରୁ ବିଶ୍ୱ ପର୍ଯ୍ୟନ୍ତ ଦର୍ଶାଯାଇଛି। ନିଜସ୍ୱ ଶୈଳୀରେ ଏହି କ୍ରମକୁ ଏକ ରେଖାଚିତ୍ର ମାଧ୍ୟମରେ କିମ୍ବା ମାନସିକ ମାନଚିତ୍ର ମାଧ୍ୟମରେ ଦେଖାଅ। ପ୍ରତ୍ୟେକ ସ୍ତରର କିଛି ବୈଶିଷ୍ଟ୍ୟ ଲେଖ। ସେମିତି ଖ ନମ୍ବର ଦେଇଛି, ଏହି କବିତାଟିକୁ ଆଧାର କରି ଗୋଟିଏ କାହାଣୀ ଲେଖିବାକୁ ଚେଷ୍ଟା କର। ଗ ନମ୍ବର, କବିତାଟିକୁ ଭଲ ଭାବରେ ପଢ଼। ଯଦି ତୁମକୁ ମାତୃଭୂମିକୁ ଭଲ ପାଇବା ପାଇଁ ଗୋଟିଏ ପଦ ରଚନା କରିବାକୁ କୁହାଯାଏ, ତେବେ ତୁମେ ଗୋଟିଏ ନୂତନ ପଦ ଲେଖ। ତାହେଲେ ଏହାର ଉତ୍ତର ଗୁଡ଼ିକ ଚାଲ ଦେଖିନେବା। କ ନମ୍ବର ଉତ୍ତର ଦେଖ ପିଲାମାନେ, କବିତାଟିରେ ମଣିଷର ଭାବନା ନିଜ ଘରୁ ଆରମ୍ଭ ହୋଇ କ୍ରମଶଃ ପଡ଼ା, ଗ୍ରାମ, ରାଜ୍ୟ, ଦେଶ ଏବଂ ଶେଷରେ ବିଶ୍ୱ ଦରବାରରେ ପହଞ୍ଚିବା କଥା ବର୍ଣ୍ଣନା କରାଯାଇଛି। ପ୍ରାରମ୍ଭିକ ସ୍ତରରେ ଜଣେ ବାଳକ କେବଳ ନିଜ ଘର, ନିଜ ଗାଁର ନଦୀ, ପୋଖରୀ
ଓ ବଗିଚାକୁ ଆପଣାର ଭାବିଥାଏ ଏବଂ ନିଜ ରାଜ୍ୟକୁ ସବୁଠାରୁ ଶ୍ରେଷ୍ଠ ବୋଲି ମନେ କରିଥାଏ। ମାତ୍ର ପ୍ରକୃତ ଜ୍ଞାନର ଉଦୟ ହେଲେ ସେ ନିଜ ଦେଶକୁ ସ୍ୱର୍ଗଠାରୁ ମଧ୍ୟ ମହାନ ବୋଲି ବୁଝେ ଏବଂ ସମଗ୍ର ବିଶ୍ୱକୁ ନିଜର ପରିବାର ଭାବି ଜଗତପତିଙ୍କ ସନ୍ତାନ ହିସାବରେ ସମସ୍ତଙ୍କ ଉପକାର କରେ। ଏହି କବିତାଟିକୁ ଆଧାର କରି ଗୋଟିଏ କାହାଣୀ ଲେଖିବାକୁ ଚେଷ୍ଟା କର। ଉତ୍ତର। ଗୋଟିଏ ଗାଁରେ ମଧୁ ନାମକ ଏକ ପିଲା ରହୁଥିଲା ଯିଏ ନିଜ ଗାଁର ନଦୀ, ପୋଖରୀ ଓ ପ୍ରାକୃତିକ ପରିବେଶକୁ ବହୁତ ଭଲ ପାଉଥିଲା। ବଡ଼ ହେବା ପରେ ସେ ଯେତେବେଳେ ଦେଶ ବିଦେଶ ବୁଲିଲା ସେ ବୁଝିପାରିଲା ଯେ ନିଜ ଜନ୍ମଭୂମି ଦୁନିଆର ସବୁଠାରୁ ଶ୍ରେଷ୍ଠ ସ୍ଥାନ ଏବଂ ସ୍ୱର୍ଗଠାରୁ ମଧ୍ୟ ମହାନ। ଶେଷରେ ପ୍ରକୃତ ଜ୍ଞାନ ଲାଭ କରିବା ପରେ ସେ ସମଗ୍ର ପୃଥିବୀର ଲୋକଙ୍କୁ ନିଜର ଭାଇ ଭଉଣୀ ମନେକରି ସମସ୍ତଙ୍କ ଉପକାର କରିବାରେ ନିଜ ଜୀବନ ବିତାଇଲା। ନମ୍ବର। କବିତାଟିକୁ ଭଲ ଭାବରେ ପଢ଼। ଯଦି ତୁମକୁ ମାତୃଭୂମିକୁ ଭଲ ପାଇବା ପାଇଁ ଗୋଟିଏ ପଦ ରଚନା କରିବାକୁ କୁହାଯାଏ ତେବେ ତୁମେ ଗୋଟିଏ ନୂତନ ପଦ ଲେଖ। ଉତ୍ତର। କବିତାଟିକୁ ପ୍ରେରଣା ପାଇଁ ନିଜ ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବା ପାଇଁ ମୁଁ ନିମ୍ନଲିଖିତ ନୂତନ ପଦଟି ରଚନା କରିବି। ଜନ୍ମଭୂମି ମୋର ସ୍ୱର୍ଗଠାରୁ ବଡ଼, ସ୍ନେହ ମମତାର ମଧୁର ନୀଡ଼, ମାତୃଭାଷା ମୋର ଅମୃତ ସମାନ, ଦେଶ ପାଇଁ ସଦା ଦେବି ମୋର ପ୍ରାଣ। କବିତା ରଚନା। ସେକାଳେ ବାଳକ ବୁଲି ଯାଇପାରେ ପଡ଼ୋଶୀମାନଙ୍କ ଘର, ସେକାଳେ ଜାଣେ ଅନ୍ୟ ଘର ସବୁ ତା ସଙ୍ଗୀ ବାଳକଙ୍କର। ଏହାର ଉତ୍ତର ଦେଖ ପିଲାମାନେ। କବିତାଟିର ପଦଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଏହାର ପ୍ରଥମ ପାଦରେ 12ଟି ଅକ୍ଷର ଥିବାବେଳେ ଦ୍ୱିତୀୟ ପାଦରେ 8ଟି ଅକ୍ଷର ରହିଛି। ଏହି ଛନ୍ଦ ଓ ଅକ୍ଷର ସଂଖ୍ୟାକୁ ଆଧାର କରି ଆମେ ସାଙ୍ଗମାନେ ମିଶି ନିଜ ମାତୃଭୂମି ଉପରେ ଏକ ନୂତନ ପଦ ରଚନା କରିଛୁ। ରଚିତ ପଦଟି ହେଲା ମୋ ଦେଶର ମାଟି ଅଟେ ସୁନା ପରି ସଭିଏଁ ଭାଇ ଭଉଣୀ, ଏ ଦେଶର ସେବା କରିବା ଆମେ ଯେ ଗାଇବା ତାହାରି ବାଣୀ। ନିମ୍ନରେ ଗୋଟିଏ ଧାଡ଼ିରେ କବିତାର ଏକ ଅଂଶ ଦିଆଯାଇଛି ଏବଂ ଅନ୍ୟ ଧାଡ଼ିରେ କବିତାର ବୈଶିଷ୍ଟ୍ୟ ଦିଆଯାଇଛି। କବିତାଂଶ ଏବଂ ଉପଯୁକ୍ତ ବୈଶିଷ୍ଟ୍ୟକୁ ଠିକ୍ ରୂପରେ ଯୋଡ଼। ଦେଖ ପିଲାମାନେ। ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶ ତାର ଘର। ଏହାର ଉତ୍ତର ହେବ ନିଜ ଦେଶକୁ ସ୍ୱର୍ଗଠାରୁ ଅଧିକ ଭଲ ପାଇବା। ସ୍ତମ୍ଭର ନମ୍ବର। ଆପଣାର ବୋଲି କହେ ପୁଣି ସେହି ସବୁକୁ ମଣଇ ଭଲ। ଏହାର ଉତ୍ତର ହେବ ସ୍ତମ୍ଭର ନମ୍ବରଟା ନିଜ ମାତୃଭୂମିର ସମସ୍ତ ପ୍ରାକୃତିକ ପରିବେଶକୁ ଆପଣାର ମଣିଥାଏ। ସ୍ତମ୍ଭର ନମ୍ବରଟା ସକଳ ସୁଖର ଆକର ତାହାରି ରାଜ୍ୟଟି ଅଟେ କେବଳ। ଏହାର ଉତ୍ତର ହେବ ସ୍ତମ୍ଭର ନମ୍ବର ନିଜ ରାଜ୍ୟ ହିଁ ସର୍ବସୁଖର ଆଧାର। ସ୍ତମ୍ଭର ନମ୍ବରଟା ଦେଖ ତେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର। ଏହାର ଉତ୍ତର ହେବ ସ୍ତମ୍ଭର ନମ୍ବରଟା ଅନ୍ୟ ଲୋକଙ୍କ ଉପକାର ହିଁ ମହତ କାର୍ଯ୍ୟ। ଠିକ୍ ଅଛି ପିଲାମାନେ, ବୁଝିପାରିଲ ତ? ଆଗକୁ ଦେଖ କବିତାର ସୌନ୍ଦର୍ଯ୍ୟ। ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ବନ୍ଧୁମାନଙ୍କ ସହ ମିଶି କବିତାରୁ ଖୋଜ। ଏହି କବିତାକୁ ଉପଭୋଗ କରିବାରେ ସାହାଯ୍ୟ କରୁଛି। ନମ୍ବର। ମାତୃଭୂମିକୁ ଭଲ ପାଇବାର ଭିନ୍ନ ଉପାୟ କବିତାରେ ପ୍ରକାଶ କରାଯାଇଛି ସେଗୁଡ଼ିକ ଚିହ୍ନଟ କର। ଉତ୍ତର। ବାଳକଟି ଯେତେବେଳେ ନିଜ ଗ୍ରାମ, ନିଜ ରାଜ୍ୟ ଓ ନିଜ ଦେଶରୁ ବାହାରି ଯଥାକ୍ରମେ ଅନ୍ୟ ଗ୍ରାମ, ରାଜ୍ୟ ଓ ଦେଶରେ ପହଞ୍ଚେ ସେତେବେଳେ ତାର ମାତୃଭୂମି ପ୍ରତି ଆନ୍ତରିକତା ଓ ଆତ୍ମୀୟତା ବୃଦ୍ଧି ପାଇଥାଏ। ସେହି ପଂକ୍ତିଗୁଡ଼ିକୁ ଚିହ୍ନଟ କରିବା। ଅପସନ୍ 1। ଆପଣା ଗ୍ରାମର ନଦୀ, ପୁଷ୍କରିଣୀ, ବଗିଚା ଆଦି ସକଳ ଆପଣାର ବୋଲି କହେ ପୁଣି ସେହି ସବୁକୁ ମଣଇ ଭଲ। ପଏଣ୍ଟ ନମ୍ବର 2। ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢା ଯାଏ ସବୁ ତା ରାଜ୍ୟରେ ଭଲ। ପଏଣ୍ଟ 3। ସହଜ ସୁଖର ଆକର ତାହାରି ରାଜ୍ୟଟି ଅଟେ କେବଳ। ପଏଣ୍ଟ 4। ସ୍ୱର୍ଗଠାରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶ ତାର ଘର। ନମ୍ବର। କେଉଁମାନଙ୍କୁ ପ୍ରକୃତ ଜ୍ଞାନୀ ବୋଲି କବିତାରେ କୁହାଯାଇଛି? ଯେଉଁମାନଙ୍କ ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ଭଲ ପାଇବା ରହିଛି ସେମାନଙ୍କୁ ପ୍ରକୃତ ଜ୍ଞାନୀ ବୋଲି କବିତାରେ କୁହାଯାଇଛି। ନମ୍ବର। ବାଳକଟି ନିଜ ଗ୍ରାମର କେଉଁ ପରିବେଶକୁ ଭଲ ପାଇଥାଏ କବିତାଂଶ ଆଧାରରେ ଚିହ୍ନାଇ ଦିଅ। ଉତ୍ତର। ଆପଣା ଗ୍ରାମର ନଦୀ, ପୁଷ୍କରିଣୀ, ବଗିଚା ଆଦି ସବୁକୁ ମଣଇ ଭଲ। କବିତାଂଶ ଆଧାରରେ ବାଳକଟି
ନିଜ ଗ୍ରାମର ଏହିସବୁ ପରିବେଶକୁ ଭଲ ପାଏ। 6 ନମ୍ବର ସେକାଳେ ବାଳକ ବୁଲି ଯାଇପାରେ ପଡ଼ୋଶୀମାନଙ୍କ ଘର, ବଡ଼ ହୋଇ ଯେବେ କରିଯାଇପାରେ ଅନ୍ୟ ରାଜ୍ୟ ବିଚରଣ। କବିତାର ପାଦରେ ଥିବା କ୍ରିୟାଗୁଡ଼ିକ ବାଳକ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ତୁମେ ତୁମ ଅନୁସାରେ ନୂଆ କ୍ରିୟା ପ୍ରୟୋଗ କରି କବିତା ରଚନା କର। ଉତ୍ତର ଦେଖ ପିଲାମାନେ। ସେକାଳେ ବାଳକ ଖେଳିଥାଏ ସାଙ୍ଗସାଥୀ ମେଳେ, ବଡ଼ ହୋଇ ଯେବେ କରିଯାଇପାରେ ଅନ୍ୟ ରାଜ୍ୟ ବିଚରଣ। କବିତାର ପାଦରେ ଥିବା କ୍ରିୟାଗୁଡ଼ିକ ବାଳକ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ତୁମେ ତୁମ ଅନୁସାରେ ନୂଆ କ୍ରିୟା ପ୍ରୟୋଗ କରି କବିତା ରଚନା କର। ଉତ୍ତର ଲେଖିବ। ସେକାଳେ ବାଳକ ଖେଳିଥାଏ ସାଙ୍ଗସାଥୀ ମେଳେ, ହସିଥାଏ ନିର୍ମଳ ମନରେ, ଦୌଡ଼ିଥାଏ ଖୋଲା ଆକାଶ ତଳେ। ବଡ଼ ହେଲେ ସେ ବାଳକ ଶିଖିଥାଏ ଜ୍ଞାନର ନୂତନ ପଥ, ଚିହ୍ନିପାରେ ନୂଆ ସ୍ୱପ୍ନ, ଗଢ଼ିପାରେ ସୁନ୍ଦର ଭବିଷ୍ୟତ। ତୁମର ଶବ୍ଦ। ଜ୍ଞାନ ବଳେ ଯେବେ ଜଣେ ଜାଣେ ସମସ୍ତଙ୍କ ଜନକ ଜଗତପତି, ସହୋଦର ଜ୍ଞାନ କଲେ ଅବନୀର ମାନବ ସମାଜ ଗତି। ତୁମେ ପରମେଶ୍ୱର ଶବ୍ଦଟି ନିଶ୍ଚୟ ଶୁଣିଛ ଏବଂ ପଢ଼ିଛ, କିନ୍ତୁ କବିତାରେ ଜଗତପତି ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏହି ଶବ୍ଦଟି ଦୁଇଟି ଶବ୍ଦକୁ ନେଇ ଗଠିତ, ଯଥା ଜଗତ ଓ ପତି। ତୁମେ ବନ୍ଧୁମାନଙ୍କ ସହ ମିଶି ଏହିପରି ଶବ୍ଦ ସହ ଶବ୍ଦ ଯୋଡ଼ି ନୂଆ ଶବ୍ଦ ତିଆରି କର। ତୁମର ଶବ୍ଦ। ଯେମିତିକି ଜଳପଥ, ମହାପୁରୁଷ, ଦେବଦୂତ, ଦେବାଳୟ, ଦେଶଭକ୍ତ, ଧନ ସମ୍ପଦ, ସୂର୍ଯ୍ୟ କିରଣ, ମହାସାଗର, ଗୁରୁ ଦକ୍ଷିଣା, ଜଳଧାରା, ଗ୍ରାମପଥ, ଜନସେବା, ଗଙ୍ଗାଜଳ, ଜନହିତକର, ନଦୀତଟ, ଧର୍ମପଦ ଇତ୍ୟାଦି। ଠିକ୍ ଅଛି ପିଲାମାନେ। ଦେନ୍ ଦେଖ ତୁମର ପ୍ରଶ୍ନ। ଏହି ରୂପେ ଗ୍ରାମ କଥା, ରାଜ୍ୟ କଥା, ଦେଶ କଥା, ବିଶ୍ୱ କଥା ମାନବ ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା। ଉପରେ ଲିଖିତ ପାଦଟିରେ ବର୍ଣ୍ଣିତ ଗ୍ରାମ, ରାଜ୍ୟ, ଦେଶ ଏବଂ ବିଶ୍ୱ କଥାକୁ ଜାଣିବା ପାଇଁ ଅନେକ ପ୍ରଶ୍ନ ତୁମ ମନରେ ଆସୁଥିବ। ବନ୍ଧୁମାନଙ୍କ ସହ ମିଶି ଏହି ପ୍ରଶ୍ନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର। ତୁମର ଶିକ୍ଷକ, ଇଣ୍ଟରନେଟ୍ ଓ ପାଠାଗାରର ସାହାଯ୍ୟ ନେଇ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କର। ଉତ୍ତର ଲେଖିବ। ଗ୍ରାମ, ରାଜ୍ୟ, ଦେଶ ଏବଂ ବିଶ୍ୱ ବିଷୟରେ ଜାଣିବା ପାଇଁ ମୋ ମନରେ ଆସୁଥିବା କିଛି ପ୍ରଶ୍ନଗୁଡ଼ିକ ହେଲା: ଆମ ଗାଁର ବିଭିନ୍ନ ସମସ୍ୟାର ସମାଧାନ କିପରି ହେବ? ଆମ ରାଜ୍ୟ ଓଡ଼ିଶା କଳା ଓ ସଂସ୍କୃତିର ବିଶେଷତ୍ୱ କ'ଣ? ଆମ ଦେଶ ଭାରତ କିପରି ବିଶ୍ୱ ଦରବାରରେ ଶ୍ରେଷ୍ଠ ହୋଇ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ? ବିଶେଷ୍ୟ ଓ ବିଶେଷଣ। ସକଳ ସୁଖର କବିତାଂଶରେ ରେଖାଙ୍କିତ ପଦଟି ବିଶେଷଣ ପଦ। ନିମ୍ନରେ ଥିବା ସାରଣୀର ପ୍ରଥମ ଭାଗରେ କିଛି ବାକ୍ୟାଂଶ ଦିଆଯାଇଛି, ସେଥିରୁ ବିଶେଷ୍ୟ ବିଶେଷଣ ଚିହ୍ନଟ କରି ଖାଲି ଘରେ ଲେଖ। ବାକ୍ୟାଂଶ ଦେଇଛି, ବିଶେଷଣ ବିଶେଷ୍ୟ ଦେଇଛି। ଆମେ ଲେଖିବା ବୁଢ଼ା ଲୋକ ଦେଇଛି। ଏଠି ବୁଢ଼ା ହେଉଛି କ'ଣ? ବିଶେଷଣ, ଲୋକ ହେଉଛି ବିଶେଷ୍ୟ। ପଣ୍ଡିତ ବ୍ୟକ୍ତି, ପଣ୍ଡିତ ବିଶେଷଣ, ବ୍ୟକ୍ତି ବିଶେଷ୍ୟ। ମିଠା ଫଳ, ମିଠା ବିଶେଷଣ, ଫଳ ବିଶେଷ୍ୟ। ଦଦରା ନାବ, ଦଦରା ବିଶେଷଣ, ନାବ ବିଶେଷ୍ୟ। ତିନି ଟଙ୍କା, ତିନି ବିଶେଷଣ, ଟଙ୍କା ବିଶେଷ୍ୟ। ସୁନ୍ଦର ଉଦ୍ୟାନ, ସୁନ୍ଦର ବିଶେଷଣ, ଉଦ୍ୟାନ ବିଶେଷ୍ୟ। ଅଷ୍ଟମ ଶ୍ରେଣୀ, ଅଷ୍ଟମ ବିଶେଷଣ, ଶ୍ରେଣୀ ବିଶେଷ୍ୟ। ଲାଲ ଗୋଲାପ, ଲାଲ ବିଶେଷଣ, ଗୋଲାପ ବିଶେଷ୍ୟ। ବସ୍ତାଏ ଚାଉଳ, ବସ୍ତାଏ ବିଶେଷଣ, ଚାଉଳ ବିଶେଷ୍ୟ। ଠିକ୍ ଅଛି ପିଲାମାନେ, ସମସ୍ତେ ଭଲ ଭାବରେ ବୁଝିପାରିଥିବ ମୁଁ ଆଶା କରୁଛି। ତ ଆଜିର ଏହି ଭିଡ଼ିଓଟି ତୁମମାନଙ୍କୁ ଯଦି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ। ତ ରଖୁଛି, ପରବର୍ତ୍ତୀ ଭିଡ଼ିଓଟି ଦେଖିବା ପାଇଁ ଭୁଲିବନି। ଧନ୍ୟବାଦ।